ଏଇ ଫେବୃଆରୀ 18 ତାରିଖ ଦିନ ମଧ୍ୟ ସିଏ ମତେ କହିଛନ୍ତି ମୁଁ ରହିବି ପରିବାରର ପିଲାମାନଙ୍କ ମୁଣ୍ଡ ଛୁଇଁ ମୋ ମୁଣ୍ଡ ଛୁଇଁ କ୍ଷିତୀଶ ମୁଣ୍ଡ ଛୁଇଁ ଭାତ ରୁଟି ଛୁଇଁ ଜଗନ୍ନାଥଙ୍କ ସର୍ବୋପରି ସ୍ନାନ ମଣ୍ଡପରେ ଶପଥ କରି ସେ ଆଜି ଏଭଏଡ କରୁଛନ୍ତି। ତେଣୁ ଏହାର କାରଣ କଣ ସେ ବିଶେଷ କହିପାରିବେ। ତାପରେ ବି ତାଙ୍କୁ କହିଥିଲି ଯଦି ତୁମର ପଇସା ପଡିଯାଉଛି ଏଟା ହଉଛି ସେଟା ହଉଛି ଗୋଟେ ସ୍ୱାଦବର୍ଣ୍ଣ ବାତାବରଣରେ ଏ କଥାର ସମାଧାନ କର। ସର୍ବସାଧାରଣ ଲୋକମାନଙ୍କ ଆଗରେ ମତେ ଛୋଟ କରିଦିଅନି। ମୁଁ ତ କିଛି ଭୁଲ କହୁନି କି ମିଛ କହୁନି, ଗୋଟେ ଦାଡିରେ ମିଛ କହୁନି। ତୁମର ଯଦି ବହୁତ ପଇସା ବଢିଯାଉଛି ମୋ ସାଙ୍ଗରେ ବସ, ମୁଁ ଯାହା ଦେଇଥିଲି ଯାହା ଏଗ୍ରିମେଣ୍ଟର ସର୍ତ୍ତ ଅଛି ସେଇ ଅନୁସାରେ ସବୁ କ୍ଲିୟର କରିକି ଯାହା ତୁମର ସିଦ୍ଧାନ୍ତ ନେଉଛ ନିଅ। କିନ୍ତୁ ସେ ଆଜି ପର୍ଯ୍ୟନ୍ତ କୌଣସି ମଧ୍ୟସ୍ଥି ବା ସେ ନିଜେ କିଛି ଏ କଥାର ଉତ୍ତର ଦେଇନାହାନ୍ତି। ତେଣୁ ମୁଁ ବହୁତ ଶୀଘ୍ର ଆଇନର ଆଶ୍ରୟ ନେଉଛି। ୟୁସବଙ୍କ ବିଷୟରେ ମୁଁ 3 ଦିନ ଭିତରେ ଅତି କମରେ 50ଟା ବାଇଟ୍ ଦେଇ ସାରିଲେନି। ପୁଣି ଆପଣ ମାନେ ବାଧ୍ୟ କରୁଛନ୍ତି, ମୁଁ ତ ଆଭଏଡ କରିବା ଲୋକ ନୁହଁ। ତେଣୁ କହୁଛି ଆଜ୍ଞା ଇଚ୍ଛା ଆଉ ନାହିଁ କିଛି କହିବା ପାଇଁ, କଥା ସତ। କିନ୍ତୁ ଯେହେତୁ ଆପଣ ମାନେ କହୁଛନ୍ତି କଥା ସେୟା ରିପିଟ କରିବି। ମୁଁ ତାଙ୍କୁ ଏଗ୍ରିମେଣ୍ଟ କରିଥିଲି, କରିଛି, ଏଗ୍ରିମେଣ୍ଟ ଅଛି ମୋ ପାଖରେ। ପଇସା 55 ଲକ୍ଷ ଟଙ୍କା ଦେଇଛି, 30 ଲକ୍ଷ ଆକାଉଣ୍ଟରେ, 25 ଲକ୍ଷ କ୍ୟାଶ। ଫର୍ଚୁନର ଗାଡି ଦେଇଛି, ତା ଭିଜୁଆଲ ଆପଣ ଦେଖୁଛନ୍ତି। ଏ ସବୁ ପରେ କୋଉ ଦୃଷ୍ଟିରୁ ସିଏ ମତେ ଏଭଏଡ କରୁଥିବେ ଆପଣ ମାନେ ଚିନ୍ତା କରନ୍ତୁ। ଏଇ ଫେବୃଆରୀ 18 ତାରିଖ ଦିନ ମଧ୍ୟ ସିଏ ମତେ କହିଛନ୍ତି ମୁଁ ରହିବି ପରିବାରର ପିଲାମାନଙ୍କ ମୁଣ୍ଡ ଛୁଇଁ ମୋ ମୁଣ୍ଡ ଛୁଇଁ କ୍ଷିତୀଶ ମୁଣ୍ଡ ଛୁଇଁ ଭାତ ରୁଟି ଛୁଇଁ ଜଗନ୍ନାଥଙ୍କ ସର୍ବୋପରି ସ୍ନାନ ମଣ୍ଡପରେ ଶପଥ କରି ସେ ଆଜି ଏଭଏଡ କରୁଛନ୍ତି। ତେଣୁ ଏହାର କାରଣ କଣ ସେ ବିଶେଷ କହିପାରିବେ। ବାକି ସେ ଗୋଟେ କଥା କହିଛନ୍ତି ସୋସିଆଲ ମିଡିଆରେ ଯେ ସମୟ ରହିଲାନି। ମୁଁ ଯେତେବେଳେ ଷ୍ଟାରକାଷ୍ଟ କଲି ତାଙ୍କୁ ପଚାରିଲି ନାହିଁ, ସେ କଥା ବି ସେ ମିଛ କହୁଛନ୍ତି। କାରଣ 24 ତାରିଖ ଦିନ ମୁଁ ହ୍ୱାଟ୍ସଆପରେ ଲେଖିଛି, ସେଟା ବି ମୁଁ ସୋସିଆଲ ମିଡିଆରେ ଏବେ ଦେଇଛି, ଆପଣ ପାଇପାରିବେ। ଯେ ମୁଁ ତୁମେ ତ 20 ତାରିଖ ପାଖରୁ ମୋ ସାଙ୍ଗରେ ଯୋଗାଯୋଗ କରୁନ, ଶିବରାତ୍ରି ସବୁ ପାର୍ଟି ଷ୍ଟାରକାଷ୍ଟ ଛାଡି ସାରିଲେନି, ଆଉ ଶିବରାତ୍ରି ଭଲ ଦିନ, ହରର ମହାଦେବଙ୍କର ଦିନ, ମୁଁ ସେଇ 26 ତାରିଖ ଦିନ ଛାଡିମି ଷ୍ଟାରକାଷ୍ଟ। ତେଣୁ ତୁମେ ମୋ ସହିତ ଯୋଗାଯୋଗ କର। ଏବଂ ସୌମ୍ୟ ଯେତେବେଳେ ମତେ କହିଲା ଯେ ନା ସିଏ ଚାହୁଁନାହାନ୍ତି ଏବେ ରହିବା ପାଇଁ, ପଇସା ଫେରେଇ ଦେବେ, ମୁଁ ସୌମ୍ୟ ପଚାରିଲି କଣ କାରଣ ହେଇଥାଇପାରେ, ନା ସେଠି ପଇସା ବଢି ଯାଉଛି। ମୁଁ ସେଇଠୁ ହ୍ୱାଟ୍ସଆପରେ ଲେଖିଥିଲି। ଫୋନ ବି ଯେଦିନ ଷ୍ଟାରକାଷ୍ଟ କରିଛି ମୁଁ ସେ ସ୍କ୍ରିନଶଟ ବି ଦେଇଛି ଆପଣ ସୋସିଆଲ ମିଡିଆରେ। ମୁଁ ତାଙ୍କୁ 1:48ରେ କରିଛି, ସିଏ ନ ଉଠିଲା ପରେ କ୍ଷିତୀଶ ବି କରିଛି, ତାଙ୍କ ଜୁନିୟର ଆର୍ଟିଷ୍ଟକୁ କରିଛି, ଯେ ତାଙ୍କ ପାଖାପାଖି ସବୁ ରୁହନ୍ତି। କେବଳ କ୍ଷିତୀଶ ହିଁ ଆନ୍ସର ଫେରିଥିଲା, ଆଉ ଯେଟା ଠିକ ହବ କରନ୍ତୁ। ଅନ୍ୟମାନେ ମୋ ଫୋନ ଉଠେଇ ନଥିଲେ। ହେଇଗଲା କଥା। ଏତେ ସବୁ କଥା ପରେ ବି ମୁଁ ତାଙ୍କ ଦ୍ୱାରା ପ୍ଲିଜ କଲ ମି ଲେଖିକି ହ୍ୱାଟ୍ସଆପରେ ତାଙ୍କ କଥା ଫୋନ କରିବା ପାଇଁ କହିଥିଲି। ଏ ଘଟଣା ପରେ ତାପରେ ବି ତାଙ୍କୁ କହିଥିଲି ଯଦି ତୁମର ପଇସା ପଡିଯାଉଛି ଏଟା ହଉଛି ସେଟା ହଉଛି ଗୋଟେ ସ୍ୱାଦବର୍ଣ୍ଣ ବାତାବରଣରେ ଏ କଥାର ସମାଧାନ କର। ସର୍ବସାଧାରଣ ଲୋକମାନଙ୍କ ଆଗରେ ମତେ ଛୋଟ କରିଦିଅନି। ମୁଁ ତ କିଛି ଭୁଲ କହୁନି କି ମିଛ କହୁନି, ଗୋଟେ ଦାଡିରେ ମିଛ କହୁନି। ତୁମେ ତୁମର ସେଇଟା ପେଟ ପାଟଣାର କଥା। ତୁମର ଯଦି ବହୁତ ପଇସା ବଢିଯାଉଛି ମୋ ସାଙ୍ଗରେ ବସ, ମୁଁ ଯାହା ଦେଇଥିଲି ଯାହା ଏଗ୍ରିମେଣ୍ଟର ସର୍ତ୍ତ ଅଛି ସେଇ ଅନୁସାରେ ସବୁ କ୍ଲିୟର କରିକି ଯାହା ତୁମର ସିଦ୍ଧାନ୍ତ ନେଉଛ ନିଅ। କିନ୍ତୁ ସେ ଆଜି ପର୍ଯ୍ୟନ୍ତ କୌଣସି ମଧ୍ୟସ୍ଥି ବା ସେ ନିଜେ କିଛି ଏ କଥାର ଉତ୍ତର ଦେଇନାହାନ୍ତି। ତେଣୁ ମୁଁ ବହୁତ ଶୀଘ୍ର ଆଇନର ଆଶ୍ରୟ ନେଉଛି, ଆଉ ଜଗନ୍ନାଥଙ୍କର ଆଶ୍ରୟ ନେଇ ସାରିଛି। ସେଟା ପ୍ରଥମ ଦିନରୁ ତାଙ୍କ କୋର୍ଟକୁ, ଆଉ ଏଇ ଯେ 4.5 କୋଟି ଓଡିଆ ସେମାନଙ୍କୁ ମୋର ଶହେ ଦଣ୍ଡବତ। ସେମାନେ ଏ କ୍ଷେତ୍ରରେ ମତେ ସହଯୋଗ କରିଛନ୍ତି, ମତେ ବିଶ୍ୱାସକୁ ନେଇଛନ୍ତି।